ଆଜି ଶାଶୁ ମାତା ଗାଁରୁ ଏତେ ଗୁଡ଼ା ସାମାନ ପଠେଇ ଦେଲେ। ହ୍ୟାଲୋ ଗାଇଜ୍, ନମସ୍କାର, ଜୟ ମା ସମଲେଇ। ଆଶା କରୁଥିବେ ତମେ ସବୁ ଭଲ ଥିବ। ମୁଇଁ ବି ମସ୍ତ ଅଛେ। ଗତକାଲି 4 ବଜେ ରାତିରେ ମୋତେ ତା ଫୋନ୍ କରସନ୍ ତମ ଘର ଆଡ଼େ ଆସିଲି ନା ବୋଲସନ୍ ଯେ ମୁଇଁ ତାଙ୍କର ପାଖେ ପଲେଇ ଯାସି। ଯେନ୍ କାଲି ମୁଇଁ ଯେନ୍ ହଳଦୀ ମିର୍ଚା ଘିନିଥିସି ସେଟା ଗାଁକେ ପଠେଇ ଦେବାର ଥିସି ବୋଲି ସେଟା ମୁଇଁ ଧରସି ଆଉ ମୋତେ ତା ପାଖେ ପଲେଇ ଯାସି। ଏଣ୍ଡ ସେମାନକେ ରେଟ୍ ଥିସି ନା ଗାଁକେ ଓଡ଼ିଶାକେ ଯିବାର ଥିସି ବୋଲି ଟାଟା ବାଏ ବାଏ କରିଦେସି। ତେନି ପଚକାଟା ଟିକେ ଆମ ସାସ୍ ଟିକେ ପଠେଇ ଦେଇସନ୍ ମୋଟୋଦାର ହାତେ ବେଲେ ସେଟା ମୁଁ ଧରିକିରି ଘରକେ ପଲେଇ ଆସି। ଦେନ୍ ମୋତେ ଦୁକାନରୁ ଦୁଧ ପକେଟ୍ ଘିନବାର ଥିସି ବୋଲି ଦୁକାନକେ ଯାଏସି ଆଉ ଦୁଧ ପକେଟ୍ ଗୋଟେ ଘିନି ଆନସି। ଦେନ୍ ଫାଇନାଲି ରିଙ୍କି ଆମ୍ମା କେକେଟା ମୋତେ ଗାଁରୁ ପଠେଇ ଦେଇଛେ ବୋଲିକରି ଏସବୁ ସାମାନ ଖୋଲି ଖୁଲା କରି ଦେଖସି ଯେ ଦେଖିପାରୁଥିବ କି କେକେଟା ଅଛେ ଯେ। ଦେନ୍ ମୋତେ ଡ୍ୟୁଟି ଯିବାର ଥିସି ବେଲେ ଫଟାଫଟ ରେଡ଼ି ରୁଡ଼ା ହେସି ଆମେ ଡ୍ୟୁଟି ଯିବାକେ ବାହାରି ପଡ଼ସି। ମୋତେ ଟିକେ ଦୂର ଜାଗାରେ ଡ୍ୟୁଟି କରବାର ଥିସି ବେଲେ ପହଲା ତ ଗୋଟେ ଭାଡ଼ା କରସୁଁ ଯୋଉଥିସୁଁ ବେଲେ ବାଟେ ଟିକେ ସିଗ୍ନାଲ୍ ପଡ଼ସି ବେଲେ ସେ ସିଗ୍ନାଲ୍ ଜାଗାରେ 2 ମିନିଟ୍ ବେଲେ ଅଟକସି ଆଉ ଜାଗାତି ପହଞ୍ଚି ଯାଏସୁଁ। ଦେନ୍ ଫାଇନାଲି କାମ କୁମା କରି କୁରା କରି ଘରକେ ପଲେଇ ଆସି।